ଯାହାକି ଅଗଣିତ ସଂସ୍କାରର ଗୋଟିଏ ସଂସ୍କାର ତାହା ହେଉଛି ବିବାହ। ବିବାହ ମାଧ୍ୟମରେ ମଣିଷ ତାର ଜୀବନର ସବୁ କିଛି ପାଇଥାଏ, ଧର୍ମ ଅର୍ଥ କାମ ମୌଖ୍ୟ ସେଠି ସଂସାର ଭିତରେ ସେ ପାଇଥାଏ। ଉତ୍ତମ ଗୃହିଣୀ ହବା ପାଇଁ ଠାକୁର ଯାହା ନିୟମ ଦେଇଛନ୍ତି, ରାଜନୀତିରେ ଯାହା ସେ ବର୍ଣ୍ଣନା କରିଛନ୍ତି, ତାକୁ ଯଦି ଜଣେ ନାରୀ ତା ଜୀବନରେ ସେ ପରିପାଳନ କରେ ନିଶ୍ଚିତ ଭାବରେ ସେ ଜଣେ ଉତ୍ତମ ଗୃହିଣୀ ଏବଂ ଉତ୍ତମ ସନ୍ତାନର ଜନନୀ ହୋଇପାରିବେ। ତେଣୁ ନାରୀ ସେ ତିନୋଟି ରୂପ, ସେ ହେଉଛି ଜନନୀ, ସେ ହେଉଛି ଭଗିନୀ, ସେ ହେଉଛି ଜାୟା। ଏ ତିନୋଟି ରୂପରେ ନାରୀ ତାର ସେଇ ନିୟମ ଗୁଡ଼ିକୁ ନିଭାଏ, ତାର ନୀତିଗୁଡ଼ିକୁ ନିଭାଏ। ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ ସେଇ ଜାୟା ଭୂମିକାରେ ଅଭିଜିତା